ଯୁବକ నేను యవనస్తుడును. ପରମେଶ୍ୱରଙ୍କ ସେବା କରି 23 ବର୍ଷ ହଉଛି। యవనస్తుల్లో ఆరంభించి దేవుని సేవ చేసి 23 సంవత్సరాలు అవుతుంది. ପରମେଶ୍ୱର ମୋ ଯୁବକ ଅବସ୍ଥାରେ ଦେଖାଦେଲେ। నేను దేవుడు నాకు యవన కాలంలోనే దర్శించాడు. ମୁଁ ଖ୍ରୀଷ୍ଟିଆନ ଲୋକ ନୁହେଁ, నేను క్రైస్తవుని కాను, ମୁଁ RSF లీడర్। నేను ఒక ఆర్ఎస్ఎస్ లో లీడర్. నేను ଖ୍ରୀଷ୍ଟିଆନ ମାନ ପାଷ୍ଟର ମାନଙ୍କୁ ମୁଁ ବାଡେଇଛି, నేను పాస్టర్లకి చాలా మంది కొట్టున్నాను, ବାଇବେଲ ମଧ୍ୟ ଚିରି ଦେଇଛି, బైబిల్ కూడా చీర్పున్నాను. నేను ସେଇଟା ମୁଁ ମନେ ଚିନ୍ତା କଲେ କାନ୍ଦିବା ପାଇଁ ସମୟ ଅଣ୍ଟୁ ନାହିଁ। ఇప్పుడు అవన్నీ తలుచుకుంటే నేను ఎంత ఏడుస్తున్నానో నాకు తెలుసు. କିନ୍ତୁ ଆପଣ ମାନେ ଭଲ ଅଛନ୍ତି, మీరు బాగున్నారా? ପରମେଶ୍ୱରଙ୍କୁ ପାଇବାକୁ ଗୋଟେ ସେକେଣ୍ଡ, దేవునికి దొరకడం అనేది చాలా మంచిది. ହାଲେଲୁୟା ହାଲେଲୁୟା। ମୁଁ ଟାଉନ ବଜାରରେ ଦାଦାଗିରି ମଧ୍ୟ କରିଥାଏ। నేను పెద్ద దాదాగిరి చేసేవాడిని. କ୍ୟାପିଟାଲ ରେ ଦାଦାଗିରି ଥିଲି, ఈ భువనేశ్వర్లో కూడా నేను దాదాగిరి, କଟକରେ ଦାଦାଗିରି ଥିଲି, కటక్లో కూడా దాదాగిరి, କଲିକତାରେ ଦାଦାଗିରି ଥିଲି, కలకత్తాలో కూడా ବମ୍ବେରେ దాదాగిరి, ଦାଦାଗିରି ଥିଲି, బొంబాయిలో కూడా దాదాగిరి କିନ୍ତୁ చేశాను. ଯୀଶୁଙ୍କର ଶତ୍ରୁ ଥିଲି। యేసు ప్రభుకు శత్రువుగా ఉండేవాడు. ଯୀଶୁ ମୋର ମିତ୍ର ଥିଲେ। ఈ యేసయ్య నా మిత్రుడు. ହାଲେଲୁୟା ହାଲେଲୁୟା। କିନ୍ତୁ ମୁଁ ତାହା ଜାଣିନଥିଲି। నాకు తెలియదు. ମୁଁ ପାଠ ପଢିଲି, నేను చాలా చదువుకున్నా, ସବୁ କାରାଟି ମଧ୍ୟ ଶିଖିଲି। కరాటీ తెలుసు నాకు. ବିଶାଖାପାଟଣାରେ କାରାଟି ସ୍କୁଲରେ ଆସିଥିଲି। ବିଶାଖାପାଟଣା విశాఖపట్నంలో కరాటీ నేర్చుకుని వచ్చాను. ଓଡ଼ିଶାରେ ଗୋଟିଏ ମାଟେ କାରା ସ୍କୁଲ ବିଶାଖାପାଟଣା ଥିଲା। విశాఖపట్నంలో కరాటీ నేర్చేవారు, ଅక్కడే ଥିଲା ସେଠି। అక్కడే ఉండేది. ଏବେ ଗଦା గదా କାରାଟି ସ୍କୁଲ ଅଛି। ఇప్పుడు చాలా దగ్గరలో స్కూళ్ళు ఉన్నాయి. ସେଠି ମାସକୁ 10 ଟଙ୍କା ଦେଇକି ମୁଁ ଶିଖିଥିଲି నెలకు 10 రూపాయలు ఇచ్చి నేను కరాటీ నేర్చుకున్నాను. ହଷ୍ଟେଲରେ। କିନ୍ତୁ ସେଇଟା କାମ ଦେଲା ନାହିଁ ସ୍ୱର୍ଗରେ। అవన్నీ మరి పరలోకానికి వెళ్ళాలంటే అవన్నీ పని చేయవు. କିନ୍ତୁ ପରମେଶ୍ୱର ଦେଖିଲେ ఆ దేవుడు చూశాడు, ଏ ପିଲାଟା ବେଶୀ ହେଇଗଲା ବୋଲି, ఈయన చాలా అయిపోయాడని. ଆକୁ ଡାକିଲେ ସାଇଜ ହେଇଯିବ। వీడికి నేను పిలుచుకుంటే వీడు సరిగ్గా అయిపోతాడు. ହାଲେଲୁୟା ହାଲେଲୁୟା। ଆପଣ ଖ୍ରୀଷ୍ଟିଆନ ଲୋକ, మీరు క్రైస్తవులు ଭୟ କରନ୍ତୁ ନାହିଁ, భయపడద్దు. ପରମେଶ୍ୱର ଆପଣଙ୍କ ପାଖରେ ଅଛନ୍ତି। దేవుని మీతో ఉన్నాడు. ହାଲେଲୁୟା ହାଲେଲୁୟା। ଆଜିକାଲି ఈ రోజుల్లో ବହୁତ ଖ୍ରୀଷ୍ଟିଆନ ଲୋକ ଡରନ୍ତି। చాలా క్రైస్తవులు భయపడుతుంటారు. ମୁଁ ସେମାନଙ୍କୁ କହେ, నేను వాళ్ళకి చెప్తాను, ଯଦି କୌଣସି ସମସ୍ୟା ହେଲା ఏదైనా సమస్య వస్తే ମୋତେ ଟିକେ ଫୋନ କରନ୍ତୁ। నాకు ఫోన్ చేయండి. ହାଲେଲୁୟା హల్లెలూయా ହାଲେଲୁୟା హల్లెలూయా. ହାଲେଲୁୟା। ମୁଁ ଆସି ନପାରେ ସେ ଜାଗାରେ, నేను అక్కడికి రాలేకపోయినా కూడా କିନ୍ତୁ ପରମେଶ୍ୱର దేవుడు ଆପଣଙ୍କର ଯୋଉଠି ମାନେ କଷ୍ଟ ଯନ୍ତ୍ରଣା ହଉଛି ସେଇଠି ଠିଆ ହେବେ। ఎక్కడైతే మీకు హల్లెలూయా. ప్రాబ్లం అవుతుందో దేవుడు ହାଲେଲୁୟା। ସେଥିପାଇଁ ଯୋଉଠି ଯଦି ତାଡନା ହଉଛି, ఎక్కడైతే మీకు శ్రమలు ମୋତେ వస్తాయి ଟିକେ କଲ୍ କରନ୍ତୁ ବୋଲି। నాకు కొద్దిగా ఫోన్ చేయండి. ଆପଣ ଯଦି କଲ୍ ଆସିଲା, మీకు అలాంటి ఫోన్లు వస్తే ଆପଣଙ୍କୁ କେହି ଛୁଇଁ ପାରିବେ ନାହିଁ, మీకెవరు ముట్టలేరు, ମୁଁ ସାହାଯ୍ୟ କରିପାରିବି ନାହିଁ, నేను సహాయం చేయలేను, ପରମେଶ୍ୱର କହିବେ। దేవుడు చేస్తాడు. ହାଲେଲୁୟା హల్లెలూయా ହାଲେଲୁୟା। ଖ୍ରୀଷ୍ଟିଆନ ବିରୋଧୀ ଯୀଶୁଙ୍କୁ ଗ୍ରହଣ କଲେ। ଏହି ବିଷୟ ଦେଖିଲା ପରେ ନିଶ୍ଚିନ୍ତ ଆପଣ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଉଥିବେ। ଯିଏକି ଯୀଶୁଙ୍କୁ ବିରୋଧ କରୁଥିଲେ ସେ ଯୀଶୁଙ୍କୁ ଗ୍ରହଣ କଲେ। ଆଉ ଆପଣ ଜାଣନ୍ତି RSS ମାନେ ଅନେକ ସମୟରେ ଯୀଶୁଙ୍କୁ ବିରୋଧ କରିଥାନ୍ତି। ଠିକ୍ ସେହି ପ୍ରକାରେ ଏହି ଭାଇ ଜଣକ ଯିଏ ଆଜି ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛନ୍ତି, ତାଙ୍କେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିରୋଧ କରିଅଛନ୍ତି। ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ବିରୋଧ କରିଅଛନ୍ତି, ବାଇବଲକୁ ମଧ୍ୟ ବିରୋଧ କରିଅଛନ୍ତି, କିନ୍ତୁ ଆଜି ସେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି। ମୋର ପ୍ରିୟମାନେ, ଆଜିର ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆଗକୁ ବଢ଼ିବା ପୂର୍ବେ ଆପଣମାନେ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଅଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆଗାମୀ ପ୍ରତ୍ୟେକ ଦିନର ଭିଡ଼ିଓ ଆପଣମାନେ ପାଇପାରିବେ। ମୋର ପ୍ରିୟମାନେ, ଏହି ପୃଥିବୀରେ ଆମେମାନେ ଦିନ ପ୍ରତିଦିନ ଦେଖିବାକୁ ପାଉଅଛୁ ଅନେକ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛନ୍ତି, ବିଶ୍ୱାସ କରି ତାହାଙ୍କ ନିକଟକୁ ଫେରି ଆସୁଅଛନ୍ତି। ଆଉ ଆପଣ ଏହା ମଧ୍ୟ ଦେଖୁଥିବେ, ଦିନ ପ୍ରତିଦିନ ପ୍ରଭୁଙ୍କର ସୁସମାଚାର ମଧ୍ୟ ପ୍ରଚାର ହେଉଅଛି। ଅନେକ ନୂତନ ନୂତନ ଲୋକମାନେ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରୁଛନ୍ତି, ବିଶ୍ୱାସ କରୁଛନ୍ତି ଆଉ ନିଜ ଜୀବନକୁ ପ୍ରଭୁଙ୍କଠାରେ ସମର୍ପିତ କରୁଅଛନ୍ତି। ଏହି ଦୁନିଆରେ ଆମେମାନେ ଦେଖୁଅଛୁ ପ୍ରତ୍ୟେକ ଦିନ ପ୍ରଭୁଙ୍କର ବାକ୍ୟ ପୁରା ହେଇଯାଉଅଛି। ଆଉ ଆମେମାନେ ଭିଡ଼ିଓରେ ଯେ ପ୍ରକାରେ ଦେଖିଲୁ, ସେ ଭାଇ ଜଣକ RSS ଲିଡର ଥିଲେ, କିନ୍ତୁ ପ୍ରଭୁ ତାହାଙ୍କୁ ମଧ୍ୟ ମନୋନୀତ କଲେ। ଆଜି ଏହି ପ୍ରକାରେ ଯେ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନ ଜାଣି ସେମାନେ ବିରୋଧ କରିଥାନ୍ତି, କିନ୍ତୁ ପ୍ରଭୁ ସେମାନଙ୍କୁ ମଧ୍ୟ ପ୍ରେମ କରନ୍ତି, ପ୍ରଭୁ ସେମାନଙ୍କୁ ମଧ୍ୟ ଚାହାନ୍ତି। ବାସ୍ତବରେ ସେ ଭାଇ ଜଣେ ଗୋଟେ ବିଷୟକୁ କହିଲେ, ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶତ୍ରୁ ଥିଲି, କିନ୍ତୁ ସେ ମୋର ମିତ୍ର ଥିଲେ। ମୋର ପ୍ରିୟମାନେ, ଆଜି ଅନେକ ଏହି ପ୍ରକାର ଅଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁ ଭାବରେ ଦେଖନ୍ତି, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ମିତ୍ର ଭାବରେ ପ୍ରେମ କରନ୍ତି।
ପବିତ୍ର ଶାସ୍ତ୍ର ବାଇବଲ ଲେଖାଯାଏ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆମମାନଙ୍କୁ ମିତ୍ର କରିବା ପାଇଁ ଆସିଲେ। ଆଉ ବାକ୍ୟରେ ଏହା ମଧ୍ୟ ଲେଖାଯାଇଅଛି ଆଉ ସେ ଆମମାନଙ୍କ ପାଇଁ ନିଜ ଜୀବନକୁ ବଳି ମଧ୍ୟ କରିଅଛନ୍ତି। ଆମମାନଙ୍କୁ ପାପରୁ ମୁକ୍ତି ଦେବା ପାଇଁ ସେ ନିଜ ଜୀବନକୁ ଦେଲେ, କାଲବରୀ କ୍ରୁଶରେ ନିଜ ଜୀବନକୁ ସମର୍ପିତ କଲେ ଆଉ ସେମାନଙ୍କ ପାଇଁ ନିଜର ପବିତ୍ର ରକ୍ତକୁ ବୁହାଇଲେ। ମୋର ପ୍ରିୟମାନେ, ସେ ପରମେଶ୍ୱର ମହାନ ଅଟନ୍ତି, ଯାହାଙ୍କ ଆଶୀର୍ବାଦରେ ଯାହାଙ୍କ ବାକ୍ୟରେ ସାରା ପୃଥିବୀ କମ୍ପିତ ହୁଏ। ହଁ, ପରମେଶ୍ୱରଙ୍କ ବାକ୍ୟରେ ଏହା ମଧ୍ୟ ଲେଖାଯାଇଅଛି, ଯେଉଁମାନେ ତାହାଙ୍କୁ ବିରୋଧ କରିଛନ୍ତି ସେମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରିବେ। ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଥିବା ପ୍ରତ୍ୟେକ ଜିଭ ସ୍ୱୀକାର କରିବ, ପ୍ରତ୍ୟେକ ଆଣ୍ଠୁ ପାତିବ ଆଉ ଯୀଶୁ ହିଁ ପ୍ରଭୁ ବୋଲି ସ୍ୱୀକାର କରିବ। ଆଜି ସେହି ପରମେଶ୍ୱରଙ୍କର ବାକ୍ୟ ଅତି ଶୀଘ୍ର ଏହି ଧରା ପୃଷ୍ଠରେ ପୁରା ହେବାର ଆମେମାନେ ଦେଖିବାକୁ ପାଉଅଛୁ। ଖ୍ରୀଷ୍ଟରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ ଏହି ପ୍ରକାର ଭାଇ ଭଉଣୀ ଅଛନ୍ତି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବେ ନାହାନ୍ତି। ସେହି ସମସ୍ତଙ୍କୁ ଏହି ଭିଡ଼ିଓ ସେୟାର କରନ୍ତୁ। ସେମାନେ ଚର୍ଚ୍ଚ ଯାଆନ୍ତୁ, ନଚେତ୍ ପବିତ୍ର ଶାସ୍ତ୍ର ବାଇବଲ ପଢ଼ନ୍ତୁ। ବାଇବଲ ପଢ଼ିବା ଦ୍ୱାରା ସେମାନେ ଜୀବିତ ଓ ସତ୍ୟ ପ୍ରଭୁଙ୍କୁ ଜାଣିପାରିବେ। ସେ ମାତ୍ର ଏକ ସତ୍ୟ ଓ ଜୀବନ୍ତ ପରମେଶ୍ୱର, ଯିଏ ଆମ ସମସ୍ତଙ୍କୁ ପ୍ରେମ କରନ୍ତି ଆଉ ଆମମାନଙ୍କ ପାଇଁ ନିଜ ଜୀବନକୁ ଦେଲେ। ତାହାଙ୍କ ଛଡ଼ା ଆଉ ଦ୍ୱିତୀୟ କେହି ନାହିଁ। ଏହି ପୃଥିବୀରେ ପାପୀମାନଙ୍କୁ ପାପରୁ ପରିତ୍ରାଣ ଦେବା ପାଇଁ ଯୀଶୁ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଇଅଛନ୍ତି। ଆଉ ସେ ପ୍ରତ୍ୟେକଙ୍କୁ ଆହ୍ୱାନ କରନ୍ତି ଆଉ ବାକ୍ୟ କୁହେ, ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ୱାସ କରିବ ସେ ଅନନ୍ତ ଜୀବନ ମୋକ୍ଷର ଭାଗୀଦାର ହେବ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଏହି ଭିଡ଼ିଓ ସମ୍ପର୍କରେ କ'ଣ କହିବେ? ଆପଣଙ୍କର ମତାମତ ନିଶ୍ଚିନ୍ତ କମେଣ୍ଟରେ ଲେଖି ଜଣାଇବେ। ତେବେ ଆଜିର ଏହି ଭିଡ଼ିଓକୁ ମୁଁ ଏତିକିରେ ସମାପ୍ତ କରୁଅଛି। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।